ଶ୍ରୋତାବନ୍ଧୁ ମାନେ ଓଡ଼ିଆ କାହାଣୀର ଦ୍ୱିତୀୟ ଭାଗକୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। କିନ୍ତୁ ଦୁର୍ଭାଗ୍ୟର କଥା ଯେ ଗୌରୀ ଦେବୀଙ୍କ ସେବା ଓ ବିଶ୍ୱାସ ମେଡ଼ିକାଲରେ ଚିକିତ୍ସା ପାଇଁ ଦେବାକୁ ପଡ଼ୁଥିବା ଟଙ୍କା ଆଗରେ ହାରିଗଲା। ଡାକ୍ତର ପୁଣି ଥରେ 20,000 ଟଙ୍କା ଦେବା ପାଇଁ କହିଲେ। ଏଥର କିନ୍ତୁ ଗୌରୀ ଦେବୀଙ୍କ ପାଖରେ କିଛି ଉପାୟ ନଥିଲା। ସେ ତଥାପି ଧନୀ ବ୍ୟକ୍ତିଙ୍କ ପାଖକୁ ଯାଇ ଆଉ କିଛି ଟଙ୍କା ଦେବା ପାଇଁ ଅନୁରୋଧ କରିଲେ। କିନ୍ତୁ ସେ ମୁହଁରେ ମୁହଁରେ ମନା କରିଦେଇ କହିଲେ, ତୋର ତ ଘରର ଅବସ୍ଥା ଯାହା, ଜମିବାଡ଼ି ବିକି ଦେଲେ ବି ସେଇ 5,000 ଟଙ୍କା ମିଳିବ କି ନାହିଁ, ପୁଣି ଆହୁରି 20,000 ଦରକାର କହୁଛୁ। ଆଗେ ସେ 5,000 ସୁଝିବୁ, ତାପରେ ଯାଇ ଯେଉଁ କଥା। ଏମିତିରେ ବି ତୋର ଗୋଟେ ଝିଅ। ଯଦି ପୁଅ ହୋଇଥାନ୍ତା ନହେଲେ ତୁମ ଦୁହିଁଙ୍କ ଅନ୍ତଶୀ ସୁଝିଥାନ୍ତା। କିନ୍ତୁ ଏ ଝିଅ ତ ବାହା ହେଇ କୁଆଡ଼େ ଚାଲିଯିବ। ମୋ ପଇସା ପୁଣି କୁଆଡ଼ୁ ମିଳିବ? ଯାହା ଆଉ କେଉଁଠି ଦେଖିବୁ, ମୁଁ ଆଉ ଦେଇପାରିବିନି। ଗୌରୀ ଦେବୀ ଆଖିରୁ ଲୁହକୁ ଓଠରେ ପିଇ ଗାଁରେ ଆଉ କିଏ କରଜ ଦେଉଛନ୍ତି ବୁଝିବାକୁ ଗଲେ। କିନ୍ତୁ କେହି ବି ରାଜି ହେଲେ ନାହିଁ। ସେ ନିରାଶ ହୋଇ ମେଡ଼ିକାଲକୁ ଗଲେ। ଜୟା ମାଆଙ୍କ ମୁହଁରେ ଥିବା ଦୁଃଖର ଛାୟାକୁ ଭଲ ଭାବେ ଦେଖିପାରୁଥିଲା। ସେ ତା ମାଆକୁ ବୁଝାଇବାକୁ ଚେଷ୍ଟା କରିଲା। କିନ୍ତୁ ଗୌରୀ ଦେବୀ ତାଙ୍କ ଆଖିର ଟଳମଳ ହେଉଥିବା ଲୁହକୁ ଚାପି ରଖିପାରିଲେ ନାହିଁ। ଝିଅକୁ କୁଣ୍ଢାଇ ବହୁତ କାନ୍ଦିଲେ। ଯଦି ଟଙ୍କା ଯୋଗାଡ଼ କରିପାରିନାହାନ୍ତି ତାହେଲେ ରୋଗୀକୁ ଘରକୁ ନେଇଯାଆନ୍ତୁ। ଆମେ ଆଉ ଅଧିକ ସମୟ ତାକୁ ବେଡ଼୍ରେ ରଖିପାରିବୁ ନାହିଁ। ଏଠି କନ୍ଦାକଟା ନ କରି ଶୀଘ୍ର ଘରକୁ ଯିବାର ବ୍ୟବସ୍ଥା କରନ୍ତୁ। ଗୌରୀ ଦେବୀଙ୍କୁ ଲାଗୁଥିଲା ଯେମିତି ସବୁ ଆଜି ନିଷ୍ଠୁର ପାଲଟି ଯାଇଛି। କେହି ଯେପରି ତାଙ୍କ ଦୁଃଖକୁ ହୃଦୟଙ୍ଗମ କରିପାରୁନାହାନ୍ତି। ଏଠି ଯିଏ ପାଣି ପରି ପଇସା ବୋହେଇ ପାରିଛି ସେ ହିଁ ଜିତିଛି। କିନ୍ତୁ ଆମ ପରି ଦାରିଦ୍ର୍ୟର କଷାଘାତରେ ସଂଗ୍ରାମରତ ଲୋକମାନେ ହାରି ଯାଉଛନ୍ତି। ଚେଷ୍ଟା କରି କରି ଶେଷରେ ବିଫଳତାର ସ୍ୱାଦ ହିଁ ଚାଖି ପାରନ୍ତି। ପୂରା ଦୁନିଆ ଯେମିତି ଆଜି ତାଙ୍କ ବିରୋଧରେ ଅଛି। ଜୟା ଡାକିଲା, ମା ଉଠ, ମା ଉଠ, ଆମେ ପଳେଇ ଯିବା ଘରକୁ। ଏଠି କେହି ବି ଆମ କଥା ଶୁଣିବେ ନାହିଁ, କାହିଁକି ନା ଆମେ ପରା ଗରିବ। ଗୌରୀ ଦେବୀ ଆଖିରୁ ଲୁହ ପୋଛି ଉଠି କହିଲେ, ହଁ ରେ ମା, ଚାଲ ଆମେ ଘରକୁ ପଳେଇ ଯିବା। ନିରାଶ ମନରେ ଗୌରୀ ଦେବୀ ଓ ଜୟା ନଗେନ ବାବୁଙ୍କୁ ଧରି ଘରକୁ ଫେରିଗଲେ। ମା ଝିଅଙ୍କର ଖାଇବା ପିଇବା ସବୁ କେତେବେଳେ କ'ଣ ହେଉଥିଲା ସେସବୁର ଠିକ୍ ଠିକଣା ନଥିଲା। ଓଳିଏ ଖାଇଲେ ଆଉ ଦିଓଳି ଉପାସରେ କଟି ଯାଉଥିଲା। ଜୟା ତା ବାପାଙ୍କ ପାଖରେ ସବୁବେଳେ ଜଗି ରହୁଥିଲା। ତା ଦ୍ୱାରା ଯେତେ ସମ୍ଭବ ଯତ୍ନ ନିଆଯାଇପାରିବ ସେ ଚେଷ୍ଟା କରୁଥିଲା। କିନ୍ତୁ କୌଣସି ପ୍ରକାରର ଉନ୍ନତି ପରିଲକ୍ଷିତ ହେଉନଥିଲା। ଏଇଟା କେଉଁ ପ୍ରକାର ଯେ ପରୀକ୍ଷା ଥିଲା ସେଇଟା ଜୟା ତା ଛୋଟ ହୃଦୟରେ ବୁଝିପାରୁନଥିଲା। ତଥାପି ସେ ନିଜର ଦମ୍ଭ ନ ଭାଙ୍ଗି ମା ଦୁର୍ଗାଙ୍କ ଉପରେ ବିଶ୍ୱାସ ରଖି ପ୍ରାଣପଣେ ପ୍ରଚେଷ୍ଟା କରିଚାଲିଥିଲା। ଗୌରୀ ଦେବୀଙ୍କର ଏସବୁ ଭାବନା ଭିତରେ ସୁରେଶଙ୍କର ପାଟି ଶୁଣାଗଲା। ସେ ତାଙ୍କର ଓଦା ଆଖି ଦୁଇଟିକୁ ପୋଛି ଦେଇ ବାହାରକୁ ଦୌଡ଼ିଗଲେ। ସୁରେଶ କହୁଥାଏ, ଦେଖରେ ରଞ୍ଜନ, ଆମେ ତ ଭିକ ମାଗବାକୁ ଆସିଛୁ ନା, ମହାରାଣୀ ଏବେ ବାହାରିକି ଆସୁଛନ୍ତି। ଗୌରୀ ଦେବୀ କହିଲେ, ଏମିତି କ'ଣ କହୁଛ ସୁରେଶ? କ'ଣ ଅସୁବିଧା ହୋଇଛି କୁହ? ଏତେ ବଡ଼ ପାଟି କରି ଚିଲେଇବାର ମାନେ କ'ଣ? ତୁମ ଭାଇ ଭିତରେ ଶୋଇଛନ୍ତି। ସୁରେଶ କହିଲା, ତୁମେ କ'ଣ ଭୁଲି ଯାଇଛ କି ଦୁର୍ଗା ପୂଜା ଆସିଲାଣି ବୋଲି? ଏଥର 500 ଟଙ୍କା ଦେବ ତୁମେ ପୂଜା ଚାନ୍ଦା ବାବଦକୁ। ଗୋଟେ ବି ଟଙ୍କା ଯେମିତି କମ୍ ନ ହୁଏ, ବୁଝିଲ? ଗୌରୀ ଦେବୀ କହିଲେ, ସୁରେଶ, ତୁମେ ତ ଜାଣିଛ ଏବେ ଭାଇଙ୍କ ଅବସ୍ଥା କ'ଣ। ମେଡ଼ିକାଲରେ ସବୁ ପଇସା ସରିଯାଇଛି। ଆଉ ମୋ ପାଖରେ ତ ପଇସା ନାହିଁ। ମୁଁ କୁଆଡ଼ୁ ଆଣିଦେବି? ପଇସା ତ ଆଉ ଦେଇପାରିଲିନି ବୋଲି ମେଡ଼ିକାଲରୁ ଘରକୁ ତୁମ ଭାଇଙ୍କୁ ନେଇ ଆସିଲି। ସୁରେଶ କହିଲେ, ହେ, ସେ ଭାଇ କଥା ବନ୍ଦ କର। ସେଇଟା ତୁମର ବ୍ୟକ୍ତିଗତ କଥା। ମୁଁ ସେଥିରେ କ'ଣ କରିବି? ମୁଁ କ'ଣ ତାଙ୍କୁ ନେଇ ମେଡ଼ିକାଲରେ ପୁରେଇ ଦେଇ ଆସିବି ନା କ'ଣ? ଗୌରୀ ଦେବୀ କହିଲେ, ନାଇଁ ସୁରେଶ, ସେ କଥା ନୁହଁ। କିନ୍ତୁ ଆମ ଘରେ ଯେତେବେଳେ ରୋଜଗାରକ୍ଷମ ଲୋକଟା ଏମିତି ଶୋଇ ରହିଛି, ପଇସା ଆଉ କୁଆଡ଼ୁ ଆସିବ? ମୁଁ ଏଥରର ପୂଜା ଚାନ୍ଦା ଦେଇପାରିବି ନାହିଁ। କ୍ଷମା କରିଦେବ ମୋତେ। ସୁରେଶ କହିଲେ, କ'ଣ ହେଲା, ଦେଇପାରିବ ନାହିଁ?
ଆମେ ଯେମିତି ମାଗଣା ଖିଆ ତ ଏ ଚାନ୍ଦା ଦେବାକୁ ସମସ୍ତେ ବାଧ୍ୟ, ବୁଝିଲ? ତୁମେ ଖାଲି ମନା କରିଦେଲେ ହେବନି। ଶୀଘ୍ର ଟଙ୍କା ଯୋଗାଡ଼ କରି କାଲି ସୁଦ୍ଧା ମୋତେ ଦେଇଦେବା ଦରକାର, ନହେଲେ ଦେଖିବ ମୁଁ କ'ଣ କ'ଣ କରିପାରେ। ଗୌରୀ ଦେବୀ ଖୁଣ୍ଟ ପରି ଛିଡ଼ା ହୋଇଥିଲେ। ସୁରେଶ ତାଙ୍କ ମୁହଁ ଆଗରେ ଧମକ ଦେଇ ତୁମ ତୁମ ହୋଇ ରଞ୍ଜନ ସହ ଚାଲିଗଲା। ସତରେ ମଣିଷଗୁଡ଼ା କେତେବେଳେ ଯେ ରଙ୍ଗ ବଦଳାଇ ଦେବେ ସେ କଥା କେହି କହିପାରିବେ ନାହିଁ। ସବୁ ବର୍ଷ ପୂଜା ପାଇଁ ଚାନ୍ଦା ଦେଇ ବି ଏଇ ବର୍ଷ ଅସୁବିଧାରେ ପଡ଼ି ଦେଇପାରୁନାହିଁ ବୋଲି କେତେ କଟୁ କଥା ଶୁଣାଇ ଦେଇଗଲେ ସୁରେଶ। ସମ୍ପର୍କରେ ଦିଏର ହେବେ, କିନ୍ତୁ ଏତେ ଟାଣ କଥା କହିଦେଲା ଯେ ଛାତିରେ ତୀର ପରି ବିଦ୍ଧ ହୋଇଯାଉଛି। ମନ କଥା ମନରେ ରଖି ଗୌରୀ ଦେବୀ ଘର ଭିତରକୁ ଗଲେ। ଜୟା ପଚାରିଲା, ମା କିଏ ଆସିଥିଲେ କି? ଗୌରୀ ଦେବୀ କହିଲେ, ସେଇ ସୁରେଶ କାକା ଆସିଥିଲେ। ଜୟା କହିଲେ, କ'ଣ କହୁଥିଲେ କି ସେ? ଗୌରୀ ଦେବୀ କହିଲେ, ଏଥର ଯେଉଁ ଦୁର୍ଗା ପୂଜା ହେବ ସେଇ କଥା କହୁଥିଲେ। ଜୟା କହିଲା, ଓହୋ, ହଉ ମା, ଆଉ ଗୋଟେ କଥା ଜାଣିଛ? ଗୌରୀ ଦେବୀ କହିଲେ, କ'ଣ କହୁନୁ? ଜୟା କହିଲା, ଏଥର ପୂଜାରେ ମୋର ସାଙ୍ଗ ଯେଉଁ ପିଙ୍କି ଆଉ ରୋଜି ସେ 2 ଜଣ ଆସିବେ। ଗୌରୀ ଦେବୀ କହିଲେ, ଆମ ଗାଁକୁ ନା କ'ଣ? ଜୟା କହିଲା, ନା ଲୋ ମା, ଆମ ଘରକୁ ଆସିବେ। ମୁଁ ସେମାନଙ୍କୁ ନିମନ୍ତ୍ରଣ କରିଛି। ସେମାନେ ସବୁବେଳେ କୁହନ୍ତି ଆମ ଗାଁ ପାଖ ଅପେକ୍ଷା ବଡ଼ ମୂର୍ତ୍ତି ହୁଏ ବୋଲି କେବେ ଆସି ଦେଖିବା କଥା। ସେଥିପାଇଁ ସେ 2 ଜଣଙ୍କୁ କହିଦେଇଛି ପୂଜାର 2 ଦିନ ପୂର୍ବରୁ ଆସିଯିବାକୁ। ଗୌରୀ ଦେବୀ କହିଲେ, ଜୟା ତୋ ମୁଣ୍ଡ କାମ କରୁଛି ତ? ଆମର ଯେଉଁ ଅବସ୍ଥା ସେମାନେ ଦେଖିଲେ କ'ଣ ଭାବିବେ କହିଲୁ? ଖାଇବା ପିଇବା ପାଇଁ ବି କିଛି ନାହିଁ ଆମ ପାଖରେ କହିଲେ ଚଳେ। ଆଉ ସେ 2 ଜଣ କେତେ ଖୁସିରେ ସାଙ୍ଗ ଘରକୁ ଆସି କ'ଣ ଆମ ପରି ଉପାସ ରହିବେ? ସେମାନେ ତ ବଡ଼ ଘରର ପିଲା। ରୋଜିର ବାପା ତ ବହୁତ ଧନୀ। ସେ କ'ଣ ଏ ଭଙ୍ଗା କୋଡ଼ିଆରେ ଚଳିପାରିବ? ପୁଣି ତୋର ରୋଗିଣା ବାପା, ତାଙ୍କ କଥା କିଏ ବୁଝିବ କହିଲୁ? ଜୟା କହିଲା। ଗୌରୀ ଦେବୀଙ୍କୁ ବୁଝାଇବା ଭଙ୍ଗୀରେ କହିଲା, ନା ଲୋ ମା, ରୋଜି ଆଉ ପିଙ୍କି ସେମିତି ଝିଅ ନୁହନ୍ତି। ସେମାନେ ଜାଣନ୍ତି ଆମର ଗରିବ ବୋଲି, ତଥାପି ତ ମୋ ସାଙ୍ଗ ହୁଅନ୍ତି। ସେମାନେ କିଛି ଭାବିବେନି, ତୁ ସେ କଥା ଚିନ୍ତା କରେନି। ଆମ ଗାଁରେ ସବୁ ବର୍ଷ ପରି ଏଥର ବି ମାଆଙ୍କ ମୂର୍ତ୍ତି ବହୁତ ବଡ଼ ଉଚ୍ଚତାରେ ହେବ। ମଧୁପୁର, ସୁଦାନପୁର, ନରଣପୁର ଆଉ ଗୋବିନ୍ଦପୁର ଠାରୁ ବହୁତ ବଡ଼। ଆମ ଗାଁରେ ବି ତ ସାଜସଜ୍ଜା କେତେ ସୁନ୍ଦର ହୁଏ। ପଡ଼ୋଶୀ ଗାଁରୁ ପରା ଲୋକ ଆସନ୍ତି ଆମ ଗାଁକୁ ମାଆଙ୍କ ଦର୍ଶନ କରିବା ପାଇଁ। ଆଉ ସେଥିପାଇଁ ସେମାନଙ୍କର ବି ଇଚ୍ଛା ଥିଲା ବୋଲି ମୁଁ ଡାକିଦେଲି। ତୁ ମନ ଦୁଃଖ କରେନି। ମୁଁ ଜାଣିଛି ବାପାଙ୍କ ଦେହ ଭଲ ନାହିଁ ବୋଲି ତୁ ଭାଙ୍ଗି ପଡ଼ିଛୁ। ଦେଖିବୁ ପୂଜାରେ ମୁଁ ଉପାସ ରହି ଦୁର୍ଗା ମାତାଙ୍କ ପୂଜା କରିବି, ଆଉ ତାଙ୍କୁ ପ୍ରାର୍ଥନା କରିବି ମୋ ବାପାଙ୍କୁ ଭଲ କରିଦେବା ପାଇଁ। ଦେଖିବୁ ବାପା ଭଲ ହୋଇଯିବେ। ସେ ପୁଣି ପୂର୍ବ ପରି ଚଲାବୁଲା କରିବେ। ତୁ ବ୍ୟସ୍ତ ହ ନାହିଁ। ଗୌରୀ ଦେବୀ କହିଲେ, ତୁ ପିଲା ଲୋକ, ପୁଣି କି ଉପାସ କରିବୁ? ମୁଁ କରିଦେବି ଉପାସ ତ ବାପାଙ୍କ ପାଇଁ। ତୁ ତ ସାଙ୍ଗଙ୍କ ସହ ଟିକେ ଖୁସି ମଜାରେ ବୁଲାବୁଲି କରିବୁ ନା। କିନ୍ତୁ ଯେତେ ହେଲେ ବି ପିଙ୍କି ଆଉ ରୋଜି ଆମ ଘରର ଅତିଥି। ଆମେ ସେମାନଙ୍କ ଚର୍ଚ୍ଚା କରିବା ଦରକାର। ଖାଇବା ପିଇବା ରହିବାରେ ଯେମିତି କିଛି ଅସୁବିଧା ନ ହୁଏ ସେଥିପାଇଁ ମୁଁ କହୁଥିଲି। ତଥାପି ତୋ ଖୁସିରେ ମୋ ଖୁସି। ସେମାନେ ଆସନ୍ତୁ, ସାଙ୍ଗ ହୋଇ 3 ଜଣ ବୁଲିବାକୁ ଚାଲିଯିବ। ସେମାନଙ୍କୁ ବି ଆମ ଗାଁର ମାଆଙ୍କର ବଡ଼ ପ୍ରତିମା ଦର୍ଶନ କରାଇ ଆଣିବୁ, ହେଲା? ଜୟା କହିଲା, ଠିକ୍ ଅଛି ମା। ଆଚ୍ଛା, ଷଷ୍ଠୀ କେଉଁଦିନ ମା? ସେମାନେ ସେଇଦିନ ଆସିବେ ବୋଲି କହୁଥିଲେ। ଗୌରୀ ଦେବୀ କହିଲେ, ଲୋ ମା, ଆସନ୍ତାକାଲି ପରା ଷଷ୍ଠୀ। ଜୟା କହିଲେ, ତାହେଲେ ସେମାନେ କାଲି ସକାଳେ ବୋଧେ ଆସିଯିବେ। ମୁଁ ଯାଏ, ଘରେ ସବୁ ଜିନିଷପତ୍ର ଇଆଡ଼େ ସିଆଡ଼େ ପଡ଼ିଛି, ମୁଁ ସେସବୁକୁ ସଜାଇ ଦିଏ। ଜୟା ଭିତରକୁ ଚାଲିଗଲା। ଗୌରୀ ଦେବୀ ମନେ ମନେ ଦାରିଦ୍ର୍ୟର ତାଡ଼ନାରେ ଅଙ୍କ କଷୁଥିଲେ। ଶ୍ରୋତାବନ୍ଧୁମାନେ, ଓଡ଼ିଆ କାହାଣୀର 2ୟ ଭାଗଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବେ। ରହୁଛି। ଜୟ ଜଗନ୍ନାଥ।